ए वचन शुणी सत्रावती भणी सुन हे। कौन करवा कथा कौन कौच भाई नले भाई को पत्नी हो भैया मो पैसा दे ए मो पैसा दे तू पके दऊ रे किछि जानि पारनु कुटेले पके दऊ सतवे मो ना ना वो काली मोटो से मार दे कि मो ना कि मो सकाळू देबी ना नहीं बेगा दे दे लो ते गमट ना कि जोना हेलो देना देना लो देना हाउ रे सकाळ नु कुट पके दऊ सकाळू देबी दउनु हां आ गोटे काम करे रखे केण मोले पैसा मागी तुम माई पाऊ के जावा तो माई पकी हो अनहल दे देबो बंधु से तो माई तो पैसा नहीं लोड़ा नहीं आमु ई बांगड़ी आज्ञा कानरे बो तो काडिया राम ए जय हां तबे कहती सुना कौन कहिबो हां हेलो हां ए वचन शुणी सत्रावती भणी सुन हे दूत कर हे नाम सत्य भामा श्रीकृष्ण कवामा आसीछि घेनिक कर हे दूतवर हे आसीछि घेनिक कर हे। सिंह कुमारी मणि भजागिरी उधरिल जेउ नारी सिंह कुमारी मणि भजागिरी उधरिल जेउ नारी सेही सक्राचित राजांक नंदिनी सेही सक्राचित राजांक नंदिनी आशीष पासे तुम्हारी है धनुर्धारी है आशीष पासे तुम्हारी है। जमामणि व्यसने शैव उत्सवे व्यसने शैव दुर्भिक्षे शत्रु विग्रहे दुर्भिक्ष शत्रु विग्रहे राजद्वारे श्मशाने च राजद्वारे श्मशाने च सती सती सबान्धवः झिया हाँ। तमे जो श्लोक कहिलो यार भावार्थ कोन जानि छ प्रतिहार हां बंधु बोली करी जाहाको कही बंधु बोली करी जाहाको कही से देवथब काले आसई एई श्लोक रे जानिबा आमर तो संसार अनेक बंधु अछंती हाँ। किंतु बंधु मानक मध्यरु कोउटा भलो बंधु जानिबा केमिति किपरि भाइया रे ओरे जानि छु कि रे भाइया कियान भलो बंधु तू जानिबु केमिति चिनिबा केमिति भलो बंड होले के जानी जानिनु किछि जानिनु ना मु कहिबि हैं भलो बंधु बोली किपरि जानिबा दूर देखि जेबे हसे भलो जमी बोली किपरि जानिबा गा पानी जेबे पसे
ଭଲ ବନ୍ଧୁ ବୋଲି କିପରି ଜାଣିବା? କେମିତି ଜାଣୁ? ବନ୍ଧ ନାଇଁ ରେ ପୁଅ, ଗାଡିଆ ନାଇଁ, ବନ୍ଧୁ। ହଁ ଜାଣିଛୁ? ଜାଣିନୁ? ନା হ্যাঁ ମୁଁ ଜାଣିନି। ଜାଣିବ ହେ ତୁ ଦେଖି ଯେବେ ହସେ। ତାକୁ ପଚାରେ ସେ ଜାଣି। ଜାଣିଛୁ କିଲୋ ମା? ନାଇଁ ଭାଇଆ ନହେଲେ ତାକୁ ପଚାରେ ସେ ଜାଣି। ତମେ ଜାଣିଛ? ଭଲ ବନ୍ଧୁ ବୋଲି କିନ୍ ଜାଣିଆ? ଯେ ବେଗୁ ବେଗୁ ଖଜା ପୁଡା ଧରି ଯାଉଥିବ ସେ ଭଲ ବନ୍ଧୁ ହେଇଥିବ। ଲୋକ କାଁ ଲୋକ କଣ କହିବେ ଖଜା ଖାଇଡାଲି କହିବେ ଏ ପୁଅ। କହିବେ ଖଜା ଖିଆ ତୁଣ୍ଡ ତକିଆ ଦିଆ ମୁଣ୍ଡ ବନ୍ଧୁ ଘରକୁ ଯାଇଥିବ ଖାଲି ହାତରେ ଯିବୁ କି? ଖଜା ଖାଉ। ହଁ ବଲିଉଡା ଗଲେ ଖାଲି ହାତରେ ମାସେ ତମେ ହସିବା କଥା କହିଲ। ପ୍ରକୃତ ବନ୍ଧୁ ଆମେ ଚିହ୍ନିବା ଦୂରରୁ ଦେଖି ଯଦି ହସେ, ହସିବା। ହଁ। ହସ କେତେ ପ୍ରକାର ଅଛି। ହସ ମନ ଖୋଲା ହସ। ହଁ। ଭାଇର ମାକୁ ଯଦି ଦେଖିଦବ ତମେ ବନ୍ଧୁବାନ୍ଧବ ଥିବ ବୋଲେ ତା ମାଟା ମଇଁଷି ଭଳିଆ ହସୁଛି। ମଇଁଷି ଭଳିଆ ଦୂରୁ ଦେଖି ଯେବେ ହସେ। ଭାଇଆ ତମ ଘରକୁ ଯଦି ତମର ବନ୍ଧୁ କେହି ଜଣେ ଆସିଲା, ତୋର କାମ ହେଲା ବନ୍ଧୁକୁ ଦେଖିକି ଦୂରରୁ ଟିକେ ମୁରିକି ହସା ଦବ। କେମିତି ହସିବ? ରାବଣ ହସିଲା ଉଦ୍ୟମ ଗୋଟେ ପୁରା ହସିବାର ଅଛି। ବୁଝିଲୁ? ଘରକୁ ଡାକି ଆଣିବୁ। ହଁ ଆଉ ବନ୍ଧୁକୁ ଦେଖିଲେ କଣ ନ ଦେଖିଲା ଭଳିଆ କଣ ଭିତର ଆଡୁ କୁଆଡେ ପଶିଯିବୁ କି? ହ্যাঁ ନାଇଁ ନାଇଁ, ସେମିତି ହେଲେ ଭଲ ବନ୍ଧୁ ନାହିଁ। ଘରକୁ ଡାକିବୁ, ଚା ପାଣି ଦବୁ, ବସିବୁ, କଥାବାର୍ତ୍ତା ଟିକେ ହବ। ବନ୍ଧୁକୁ ଡାକିକିରି ଚର୍ଚ୍ଚା ସାଙ୍ଗେ କରିବୁ। ସାଙ୍ଗେ ଆରେ ମାକୁ କହିଦେଇଥିବୁ ତ ତୁ ହେଲେ ଜାଗ୍ରତ ଦବୁ। ବନ୍ଧୁ ଆଇଲା ବେଲେ ସାଙ୍ଗେ ସାଙ୍ଗେ ମାକୁ କହୁ ଚାଟେ। ଭଲ ଜମି ବୋଲି କିପରି ଜାଣିବା? ଗାଁ ପାଣି ଯେବେ ପଶେ। ବାଇଆରେ ଯୋଉ ଗାଁର ଅଳିଆ ପାଣି ଗାଁ ମୁହଁ କ୍ୟାରିରେ ପଶିଥାଏ, ଏଣୁକରି ଗାଁ ମୁହଁ କ୍ୟାରି ହଉଛି ଭଲ ଜମି। କାହିଁକି ନା ଟଙ୍କା ଅଧିକ, ଭଲ ଫସଲ ହଉଛି। ବୁଝିଲୁ? ମାମରେ ହଁ ତୋରା ଯୋଉ କହୁନୁ ହଁ ଓରା ଶୁଣି ଶୁଣିକିରି ଆମ ଅର୍ଜୁନ ତାଙ୍କ ଗାଁ ମୁହଁରେ 5 ଖଣ୍ଡ ବିଲ କିଣି କହୁଛି। ଭରଣ ନାଇଁ, ଦି ଭରଣ ନାଇଁ, 5 ଭଣ। 5 ଭରଣ। ଖାଲରେ 3 ଭଣ, ଢେପରେ 2 ଭଣ। ସତେ କି? ହଁ ହଁ। ହେଲେ କଣ କଲେ ରେ? ଖାଲରେ 3 ଭଣ, ଢେପରେ 2 ଭଣ। ଖାଲରେ 3 ଭରଣ, ଢେପରେ 2 ଭରଣ। ଖାଲରେ ଯୋଉ 3 ଭଣ କିଣିନି, 3 ଭରଣ ଯୋଉ ଅଛି, ଗାଣ୍ଡି ଯାକର ଗନ୍ଧିଆ ମଇଳା ପାଣି ଯାଉଛି ଅର୍ଜୁନର ବିଲରେ। ବିଲରେ ବିଲରେ ଭଲ ମାତ୍ର ଖନ୍ଦ ହେଇଥିଲି ଏଇ ବର୍ଷ। ଆଉ ଖତାଡି କିଆରି ଆଉ 2 ଭଣ କିଣିନି, ହଁ ଅର୍ଜୁନର ବୋଉ ମେଲି ପକେଇଛି। ମେଲି ପକେଇଛି ଘରେ, ମିଲି ପକେଇଛି ଘରେ। ରାଇସ୍ ଧାନ ମିଲି, ମିଲି ଧାନ ମିଲି କିରେ। ଆଉ ବୋଉଟା ଟିକେ ଚଲାକିଆଟା ତ। ଚାଲାକିଆ। ଧାନ ମେଲି ଯେତେବେଳେ ପକେଇଛି, ତମେ ଭାଗରେ କିରେ? ଯେତିକି ଯାକ ଗାଁଟି ଯାକର ଯୋଉ ଟ୍ରାକ୍ଟର ଗାଡି ଆଉ ଯୋଉ 407 ଗାଡି ଯାଇକିରି ତା ବୋଉ ପାଖରେ ନାଗୁଛି। କଣ ପାଇଁ ରେ? ସବୁ ଧାନ ସବୁ ତା ମେଲିଂ କରୁଛି। ତମେ ଭାଗରେ କଣ କରୁଛ? ଯେତେବେଳେ କଲା, ଯେତେବେଳେ ନୂଆକିରି ତିଆରି କଲା, ମୁଁ ତା ବୋଉକୁ କହିଲି, ଆଇ ଆଉ ତୁ ତ ବୁଢୀ ନକ, ତୁ ଧାନ ମେଲିଲା ସିନା କରିଦେଛୁ, ତୋର ମୋର ଭାଗରେ କରି ଭାଗରେ କରିବା। କହିଲୁ କହିଲା, ମୁଁ ଏତିକି ଯାକ ପଇସା ଦେଇକିରି ମୁଁ ଧାନ ମିଲ୍ କରିଛି, ଆଉ ତୁ କେତେ ପଇସା ଦବୁ? ମୁଁ କହିଲି, ତୁ ତ ଧନୀ ଘର ଲୋକ, ତୁ ମୋଟା ପଇସା ଦେଇକିରି ତୁ ମେଲ ତିଆରି କରିଦେ। ଗୋଟେ କାମ କରେ, ଆଉ ଗାଣ୍ଡି ଯାକ ଲୋକ ଆଇକିରି ଯୋଉ ତ ମେଲ ରେ ଯୋଉ ଧାନ ପକଉନନ୍ତି ଛତରେ, ତୋର ବାଣା ମୋର ଚାଣ, ତୁ ଚାଣ ଦେଇକିରି ଭାଗ କଲୁ ରେ। ମୁଁ କହିଲି, ମୁଁ ଚାଣ ଦେଇ ତୋର ବାଣା। କହିଲୁ କହିଲା, ଆଚ୍ଛା ତୁ ଚାଣ ଦବୁ ଯେ ତୁ କଣ ନବୁ? ମୁଁ ତା ବୋଉ କଣ କହିଲି ଜାଣି? କଣ କହିଲୁ? ମୁଁ କହିଲି, ଯେତିକି ଯାକ ଧାନ ବାହାରିବ ତୋର। ଚାଉଳ ଧାନରେ ଧାନ ପକେଇଲେ ଚାଉଳ ବାହାରୁଛି। ଚାଉଳ ଯେତିକି ଯାହା ଚାଉଳ ବାହାରିବ ତୋର। ତା ବୋଉକୁ ମୁଁ କଣ କହିଲି ଜାଣି? କଣ? କହିଲୁ କହିଲା, ତୁ କଣ ନବୁ ଭାଗ? ଏ ଯୋଉ ଗାଡି ଯେ ଆସିବ ତାର ମାମୁଲ ମାଗୁ। ନାଇଁ ଆଉ ତା ବୋଉକୁ ମୁଁ କଣ କହିଲି ଜାଣିଛୁ? କଣ କହିଲୁ? ତା ବୋଉ କହିଲି, ମୋର କୁଣ୍ଡା। ଆରେ ମୂର୍ଖ, ମୋର ଭାଗକୁ କୁଣ୍ଡା ବୋଲି କହ। ମୋର ଭାଗକୁ ତା ବୋଉ ନାଇଁ ଗଲା। ମୁଁ ତାକୁ କହିଲି, ଭିତରର ମୋର କୁଣ୍ଡା। ଭିତର ଗଲେ ପାଲସି କୁଣ୍ଡା, ପଲିସ କୁଣ୍ଡା ଯୋଉଟା ବିସ୍କେଟ ହଉଛି, ବିସ୍କୁଟ କୋନ ପାଲସି ସେଇଟା ତୋର। ସେଇଟା ଭିତର କୁଣ୍ଡା ମାଗୁ ବୋଲେ ସେ ଦବ କି ବେଶୀ ପଇସା? ସେଇଟା ତା ବୋଉ ମାତ୍ର ରାଜି ହେଲା, କହିଲା, ହଉ ତୋର କୁଣ୍ଡା ମୁଁ ଦେଇ। ଆଚ୍ଛା ଭାଇଆ, ଭଲ ପୁଅ ବୋଲି କେମିତି ଜାଣିବା? ଭଲ ପୁଅ ବୋଲି ଯେ ବାପା ମାକୁ ପୋଷେ, ଯେ ବାପା ମାକୁ ପିଟିଥିବ ସେ ଭଲ ପୁଅ। ବାପା ମାକୁ ପୋଷେ ରେ କଷେ। ପୋଷେ ଶୁଣିବୁ, ଶୁଣେ। ଭଲ ପୁଅ ବୋଲି କିପରି ଜାଣିବା? ବୃଦ୍ଧ କାଳେ ଯେବେ ପୋଷେ। ଭଲ ବୋହୂ ବୋଲି କିପରି ଜାଣିବା? ଗୋର ହାତ ଯେବେ ଘଷେ।
ଭଲ ପୁଅ ବୋଲି କିପରି ଜାଣିବା ବୃଦ୍ଧ କାଳେ କେବେ ପୋଷେ ହଁ। ଆଜ୍ଞା ବାପା ମା ଆମକୁ ଜନ୍ମ ଦେଲେ ହଁ ଛୋଟରୁ ନେଇକି ବଡ କଲେ ହଁ ଯେତେବେଳେ ବାପା ମା ଆଜ୍ଞା ବୁଢା ବୁଢୀ ହେଇଯିବେ ହଁ। ସେତେବେଳେ ପୁଅର କର୍ତ୍ତବ୍ୟ କଣ କଣ ବାପା ମାଙ୍କର ସେବା କରିବ ଯୋଉ ପୁଅ ବୃଦ୍ଧ କାଳରେ ବାପା ମା ବୁଢା ବୁଢୀ ସମୟରେ ଯିଏକି ପିତା ମାତାଙ୍କର ଭରଣ ପୋଷଣ କରିଥାଏ ସେ ହଉଛି ସଂସାରରେ ଭଲ ପୁଅ ବୁଝିଲୁ ଭଲ ବୋହୂ ବୋଲି କିପରି ଜାଣିବା ଗୋଡ ହାତ ଯେବେ ଘଷେ ଯିଏକି ଶାଶୁ ଶ୍ୱଶୁର ସ୍ୱାମୀଙ୍କର ସେବା କରନ୍ତି ସୁଖ ଦୁଃଖରେ ସାଥି ହେଇଥାନ୍ତି ସେ ହଉଛି ଭଲ ବୋହୂ ବୁଝିଲୁ ବୋହୂ ବୋହୂ ହେଲେ ବାଇଆ ବନ୍ଧୁ ବିଷୟରେ କାଢୁଛନ୍ତି କହିଲ ଝିଅ କଣ ବୋଲି ବନ୍ଧୁ ବୋଲି କରି ଯାହାକୁ କହି ସେଦିନ ଉତ୍ସବ କାଳେ ଆସଇ ମାନେ ଇଏ ଛୋଟ ପିଲାଟା ହେଲେ କହିଦଉଛି ସବୁ ନାଳି ଦବର ପୁଅ ହେଲେ ତମ ଘରେ ତମର ଜଣେ ବନ୍ଧୁ ଅଛି ତମେ ଯାଇ ବନ୍ଧୁ ଘରେ କହିଲ ଆମ ଗାଁରେ କିଛି ଯାତ୍ରା ହଉଛି ନହେଲେ କିଛି ଇଏ ରହୁଛି ସେ ଯଦି ବନ୍ଧୁ ଆସିଲାନି ଘରକୁ ସେ ବନ୍ଧୁ ଭଲ ନାହିଁ ବୁଝିଲୁ ଯିଏ ତମ ଘରେ ପାଦ ଦେଲା ସେଇଟା ହচ্ছে ଭଲ ବନ୍ଧୁ ଭଲ ବନ୍ଧୁ ତାପରେ ଝିଅ ସଖା ହେଇଥିବା ବିପଦୀ ଠାବେ ସଖା ହୋଇଥିବେ ବିପତ୍ତି ଠାବେ ଦୁର୍ଭିକ୍ଷ କାଳେ ପୁଣି ସମ୍ଭାଳଇ ଦେବେ ଯିଏ ବିପଦ ସମୟରେ ହଁ ଆମ ପାଖରେ ଠିଆ ହୁଏ ସେ ହେଲା ଆମର ପ୍ରକୃତ ବନ୍ଧୁ ଶତ୍ରୁ ଉପଗତ ସମୟ ଯାଇ ଶତ୍ରୁ ଉପଗତ ସମୟ ଯାଇ ସେତେବେଳେ ଯେବେ ସପକ୍ଷ ହୋଇ ସେତେବେଳେ ଯେବେ ସପକ୍ଷ ହୋଇ ଦୂତବର ଜେମାମଣି ଅର୍ଜୁନ ଆମର ବନ୍ଧୁ ଅଟନ୍ତି ମ ଅର୍ଜୁନ ତମର ବନ୍ଧୁ ବନ୍ଧୁ ନା ତୋର ବିନ୍ଧୁছিল ନାଇଁ ମ ଅର୍ଜୁନ ତମର ବନ୍ଧୁ କୋଉ ଲେଖାରେ ଲମା ପ୍ରତିହାର ହଁ? ଆରେ ଆକାଶର କଇଁଆକୁ ଚିଲିକାର ମାଛ ଯେପରିକି ବନ୍ଧୁ ହଁ। ଅର୍ଜୁନଙ୍କର ମୋର ସେପରି ବନ୍ଧୁ ଆକାଶର କଇଁଆକୁ ଚିଲିକାର ମାଛ ଯେମିତି ବନ୍ଧୁ ହଁ ବାଇଆରେ ଦୋତାରେ କେତେବେଳେ ମାମୁ କେତେବେଳେ ଦଦା କ୍ଷୀର ଧର ସେ କେତେବେଳେ କୋଉ ଲେଖା କାଢୁଛି ଆଉ ତୁ ଛେଳି ଗୋଦରି ଏଟା ଜଣା ପଡୁଛି ତୁ କେମିତି ମେଣ୍ଢା କରୁଥିଲୁ ହେଲେ ଆକାଶର କଇଁଆକୁ ଚିଲିକାର ଚିଲିକାର ମାଛ ମାଛ ଏଟା କେମିତି ବନ୍ଧୁ ହେବେ କିରେ କେବେ ଗଛରେ ରହିଲା କଇଁଆ ପାଣିରେ ରହିଲା ମାଛ ଏମାନେ କେମିତି ବନ୍ଧୁ ହେବେ ବାଇଆ ଜାଣିଛୁ ଏଇଟା ମତେ ତୁ କଣ ପଚାରୁଛୁ